କାହା ସହିତ କଥା ହେଇଯାଉଛି ହେଲା ର ର ର ର ପଡିଯିବି ମୁହଁ ଦେଖିଯିବ ର ର ର ର ର ଜୟ ଜଗନ୍ନାଥ ଭାଇ ମାନେ ଆପଣ ମାନେ କେମିତି ଅଛନ୍ତି ମୁଁ ଆଶା କରୁଛି ଆପଣ ମାନେ ବହୁତ ଭଲରେ ଥିବେ ମୁଁ ମଧ୍ୟ ବହୁତ ଭଲରେ ଅଛି ତ ଆଜି କେମିତି ବ୍ଲଗ କୋଉଥିରେ କରିବା କିଛି ଟପିକ ତ ନଥିଲା ତ ସେଇଥିପାଇଁ ମୁଁ ଶୋଇଥିଲି ମୋ ଦେହ ବି ସେମିତି ବେଶୀ ଭଲ ନଥିଲା ହେଲା ତ ମୋ ସାଙ୍ଗ ଜଣେ କଲ୍ କଲା ହେଲା କି ବେଷ୍ଟ ଫ୍ରେଣ୍ଡ ସେ ଫୋନ କଲା କହିଲା ଆଉ କଣ କରୁଛୁ ମୁଁ କହିଲି ଏମିତି ଅଛି ଆଉ ତ ସେ କହିଲା ଆସେ ଆଉ ରିଲ୍ସ ବନେଇତେ ଯିବା ମୁଁ କହିଲି ମୋ ଦେହ ଭଲ ନାହିଁ ସେ କହିଲା ହଉ ଠିକ ଅଛି ମୁଁ କହିଲି ଆଜି ବି ଭିଡିଓ ବି କିଛି ଆସିନାହିଁ ତ ମୁଁ କହିଲି ହଉ ଠିକ ଅଛି ମୁଁ ଯାଉଛି ତୁ ବାହାରିକି ରହ ଯାଇକି ମୁଁ ଏକା ଯିବିନି ଏତେ ଦୂରକୁ ଏଇଠି ପାଖରେ ବଟ୍ ଏତେ ଗଲେ ଭଲ ଲାଗିବନି ସେଥିପାଇଁ ମୁଁ ସାଙ୍ଗମାନଙ୍କୁ କହିଲି ଲାଗି ତ ସାଙ୍ଗଟା ହଁ କହିଥିଲା ହଠାତ୍ ତାଙ୍କ ଜେଜେମାଙ୍କର ଡେଥ୍ ହେଇଗଲା କି ସେଥିପାଇଁ ସେ ଯାଇପାରିଲାନି ଆଉ 2 ଜଣ ମନା କରୁଥିଲା ମୁଁ ଯେତେବେଳେ କହିଲି ଝିଅ ଆସୁଛି ବୋଲି ହେଲା ସେମାନେ ପୁରା ରେଡି ହେଇକି ପୁରା ଛିମଛାମ ତ ମୁଁ ଆପଣମାନଙ୍କୁ ଦେଖଉଛି ଆପଣ ମାନେ ଲାଗି ରୁହନ୍ତୁ ଲାଗି ଏବେ ଆମେ ରାସ୍ତାରେ ଅଛି ଆମ 3 ଜଣ ହିଁ ଯାଉଛେ ଲାଗି ଏବେ ଯିବା ଆଉ ଟିକେ ପରେ ସେ ତା ଘର ଆସିଯିବ ତ ସିଏ ମୁଁ ଆମ 3ଟା ମିଶିକି ଯିବା ସେଟାରେ କଣ ରିଲ୍ସ କରିବ କାର୍ଡକୁ ନେଇକି ଯିବ ଗୋଟେ ନୂଆ ଜାଗାକୁ କଣ ନଈ କୂଳକୁ ନେଇକି ଯିବ ମୁଁ ତ ଜାଣିନି ଏଠି ନଈ କୋଉଠି ନୂଆ ମୁଁ ଏଠି ତ ଆମ 3ଟା ଯାଉଛେ ଦେଖିବା କିସ ହଉଛି ଇଏ ଝିଅ କଥା ଶୁଣିକି ଆଗ ବାହାରି ଗଲା ହେଲା ତ ଏବେ ପହଞ୍ଚି ଯାଇଛୁ ହେଲା କି ସେ ଯୋଉଠିକି ଆସିବା ପାଇଁ କହିଥିଲା ଆମେ ସେଇଠିକି ଆସିକି ଏବେ ପହଞ୍ଚିଛୁ ତ ତା ଘର ସେ ଆଗକୁ ଅଛି ଆମେ ଆଉ ଟିକେ ଆଡକୁ ରହିଗଲେ ଏଇ ପଛର ଆମ ଝାଡେଶ୍ୱର ମନ୍ଦିର ହେଲା ଏଇ ପଛରେ ମନ୍ଦିରଟା ମୁଁ ଦେଖେଇବି ଆପଣଙ୍କୁ ମାନେ ରିଲ୍ସ କରିକି ଆସିଲେ ଦେଖେଇବି ମନ୍ଦିରଟା ବହୁତ ବଢିଆ ପ୍ଲେସ୍ ଭିତରେ ହେଲା କି ତ ଏବେ ସେ ଆସୁ ସେତେ ପର୍ଯ୍ୟନ୍ତ ଆମକୁ ଏଇଠି ୱେଟ୍ କରିବା ପାଇଁ ପଡିବ ଯେ 2 ଜଣ ଆସିଥିଲେ ମୋ ସହିତ ଜଣେ ହେଇ ଆଉ ଜଣେ ହେଇ ମାନେ ଏପଟ ଜଣେ ସେପଟ ଜଣେ ମାନେ ଜଗିକି ଠିଆ ହେଇଛନ୍ତି ହେଲା କିଏ ମତେ ନେଇଯିବ ଗାଡି କେହି କ୍ୟାମେରାକୁ ଆସୁନାହାନ୍ତି ଲାଜ ଲାଗୁଛି ହେଲା ତ ଦେଖିଆ ସେ କେତେବେଳେ ଆସୁଛି କାହା ସହିତ କଥା ହେଇ ଆସୁଛୁ ରହ କିସ ହଉଛି କିସ ହେଲୋ ସେ ଭିଡିଓ କରିଥାନ୍ତା ଆମର ବ୍ଲଗ କରୁଛେ ନା ହଁ ମୁଁ ସେଇଠି ଛିଡା ହେଇଥିଲି ଶୁଣେ କେଠି ଯିବୁ କୋଉଠି ଏଇଟା ମତେ ଧରୁଥିଲି ଯିବୁ କୋଉଠି ଦେହ ଖରାପ ମୋର ନା ବେ ତୁ ବନ୍ଦ କରନା ଯିବୁ କୋଉଠି ବନ୍ଦ କର ନା ଯିବୁ କୋଉଠି ମାନେ କେତେ ଦିନ ମାନେ ପାଖାପାଖି 3 କିଲୋମିଟର ମତେ ଚଲେଇ ଆଣିକି ଗୋଟେ ନଈ ପାଖକୁ ନେଇକି ଆସିଲା ହେଲା ଫାଇନାଲି ଆମେ ପହଞ୍ଚି ଗଲେ ଆଉ ସେ ନଈଟା ମାନେ ଆମ ଗାଁ ଠୁ ଆହୁରି ବହୁତ ଛୋଟ ନଈ ହେଲା ମାନେ ମତେ କହିଲା ନା ମାଉସୀ ସେ ମାଉସୀ କହୁଛନ୍ତି ଏଟା ବୁଢା ବଳଙ୍ଗ ସିଏ ହେଲା ଆମର କେହି ସ୍ୱେଟର ପିନ୍ଧିକି ଆସିନି କିନ୍ତୁ ସେ ନେଇକି ଚାଲି ଆସିଛି ଆକୁର ରିଲ୍ସ କରିବ ମତେ ଦେଇଦେଇଛି ଧରତେ ଦେଇ କାହା ସହିତ କଥା ହେଇଛି ବୁଢୀ ତା ରିଲ୍ସ କେତେବେଳେ କରିବ କେଜାଣି ତାର ଆଜି ଫୋନ କିସ୍ତି ଆସିଛି ହେଲା ମାନସ ଇଏ ଆସୁନଥିଲା ହେଲା ମାନେ ମୁଁ କହିଲି ଯାହା ଗୋଟେ ଝିଅ ଆସୁଛି ହେଲା ଝିଅ କଥା ମାନେ ଝିଅ କଥା ଶୁଣି ଭାଇ ଶୁଥିଲା ହେଲା ମାନେ ଶୁଇଥିଲା ମାନେ ସାଙ୍ଗେ ସାଙ୍ଗେ ବାହାରି ପଡିକି ଆସିଲା ହେଲା ଦେଖିଲା ମୋଡ ଟିକେ ଦେଖା କହିଲା ଭାଇ ତୁ ମତେ ଝିଅ କହିକି ଆଣିଲୁ ଏତେ ବାଟ ଚଲେଇ ହେଲା ହେଲେ ଆମେ ସବୁ ନଈ କୁଳିଆ ପିଲା କିନ୍ତୁ ଆମକୁ ଡରା ହଉଛି କି ନା ଏଠିକି ଓହ୍ଲାଇବୁନି ହେଲା ସେଠିକି ଓହ୍ଲାଇବୁନି ଉଠି ପାରିବୁନି କାଚ ଏତେ ଗୁଡ କାଟିଯିବ ହେଲା ମାନେ ଡରା ହଉଛି ଜାଣିଛ ନା ମାନେ ଏମାନେ ତ ଜିନ୍ଦଗିରେ ଦେଖି ନାହାନ୍ତି ନଈ ହେଲା ର ପଡିଯିବି ମୁହଁ ଦେଖିଯିବ ମାନେ ତୁ ଓହ୍ଲଉଛୁ ନା ମୋ ସପୋର୍ଟ ନେଇକି ଓହ୍ଲଉଛୁ ଯିବା ଆସେ ମୋର ପଳେଇ ଆସିଛି ତୁ ମାନେ
ମାନେ ଏମାନେ ସବୁ କହୁଛନ୍ତି ମାନେ ଏଗୁଡ଼ା ପାଣି ବହୁତ ଗହିରା ଏତିକି ନାକା ପାଣି ହବ ନା ହବନି ଡାଉଟ୍ ହେଲା। କୁକୁର ହେଲା ମାନେ ଝିଅ ନାଁରେ ହେଲା ମାନେ କଳଙ୍କ ହେଲା ଏଗୁଡ଼ା ସବୁ କିଛି ପିନ୍ଧିକି ଆସିଲା ମାନେ ଆମର ସବୁ ପଲି ପିନ୍ଧିକି ଆଇছে ଭଲ ଜିନିଷ ଆସିଛି ଏକାଳେ ମାନେ କାଟା ଦେଖ ତୁ ରିଲ୍ସ କରିବୁ କୋଉଠି କହ କୋଉଠି ଏଠି ତ କିଛି ପ୍ଲେସ୍ ଏବେ ଆମର ରିଲ୍ସ କରା ସରିଗଲା ହେଲା କି ହଁ ରିଲ୍ସ କରା ସରିଗଲା ଏବେ ଆମେ ଯିବୁ ଗୀତଟା ଶୁଣିବାକୁ ନା ପାଣି ମାଗିଲୁ ତୁ ମତେ ବିୟର ଦେଲୁ ସରିଗଲାଣି ମହାପୁରୁଷ ଇଏ ତ ମାନେ ଇଏ ତ ମୁହଁ ହିଁ ଦେଖେନି ଟିକେ ମୁହଁଟା ଦେଖା ଏଇ ମୁହଁଟା ଟିକେ ଦେଖା ଏ ମୁଁ ଟିକେ ମୁହଁ ଦେଖଉନାହିଁ ହେଲା ଆଉ ଆମର ତ ଛିଡା ହେଇଛି ଝିଅ ନୁହଁ ଇଏ ମୁଁ ଷ୍ଟାର୍ଟିଂରୁ କହିଛି ଝିଅ ନୁହଁ ବିୟର ଦେଲୁ ବିୟର ଖୁସି ମାଗିଲାକୁ ଧକ୍କା ଦେଲୁ ପାଣି ମାଗିଲାରୁ ବିୟର ଦେଲୁ ବିୟର ମାଗିଲାରୁ ଧକ୍କା ଦେଲୁ ହେଲା ଏଇଥିରେ ତ ହଉ ଏବେ ସରିଲା ଏବେ ଯିବା ତାଙ୍କ ପାଖକୁ ସେମାନେ କଣ ମାଛ ଧରୁଛନ୍ତି ଦେଖିବା ହେଲା ଆମର ସିଆଡେ ଲୋକମାନେ କଣ କହନା ସେ ଗୋଟେ ବାଟ ମାନେ କଣ ଜାଲ ଜାଲ ଗୋଟେ ଥର ପକେଇଲା ମାନେ ବହୁତ ଚିଙ୍ଗିଡି ମାଛ ଉଠେ ହେଲା ଚିଙ୍ଗିଡି ନା ଚିଙ୍ଗୁଡି କୁହନ୍ତି ଚିଙ୍ଗୁଡି ଉଠେ ହେଲା ତ ଏମାନେ ମାନେ କଣ ଖଡା ଧରିକି କଣ ମାଛ ଧରୁଛନ୍ତି ଦେଖିବା ହେଲା ନାଇଁ ଏଟା କିଛି ନୁହଁ ପୋଖରୀଟା ଆମ ସିଆଡେ ଯୋଉ ପୋଖରୀ ଯାକ ନା ତ ଏଟା ସର୍କ ହଉ ତୋର ସରିଲା ତ ହଁ ଯିବା ଏମାନେ କଣ ମାଛ ଧରୁଛନ୍ତି ହେଲା କି ସେତେ ଯଦି ଏମାନେ ବସିଛନ୍ତି ମାଛ ଧରୁଛନ୍ତି ଦେଖିବା କଣ କରୁଛନ୍ତି ହେଲା ଆସେ 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 ଆସ୍ତେ କି ଓହ୍ଲେଇବୁ ପଡିଗଲେ ମୁଣ୍ଡ ଫୁଣ୍ଡ ଫାଟିଯିବ ଗଲା ଆସେ ଆସେ ଏମାନେ ଏବେ ଆସୁଛନ୍ତି 2ଟା 2:30 ସକାଳୁ ଆଗେ ରାତି 4ଟାରୁ ଗୋଟେ ଖେପ ବାହାରି ଯାଆନ୍ତି 10ଟା ପର୍ଯ୍ୟନ୍ତ 9ଟା ପର୍ଯ୍ୟନ୍ତ 9ଟା ପରେ ଆଉ ଗୋଟେ ଖେପ ଆଇବେ ଖାଲି ଚିଙ୍ଗିଡି ମାଛ ପଡେ ନା ଆଉ ଜାଲ ଦିଆଯାଏ ସେଗୁଡା ସବୁ ଏଇଠି ତ ବୁଟା କି ଆସେନି ଦେଲି ନା ବୁଟା କିଛି ନାହିଁ ବୁଟ ନୌକା ବି ନାହିଁ ନୌକା ଅଛି ନା ସେପଟ ସେ କୋଣରେ ଠିଆ ହେଇଥିବ ଛୋଟିଆ ନୌକା ବୁଟ ତ ନାହିଁ ନା ଏବେ ଭଟ୍ଟା ହଉଛି ପ୍ରାୟ ଭୋଟ ଆସିବନି ସେ ତାରି ପାଖରେ ସେଟା ଖାଉଛୁ ନା ମାଲଟା ଏଠି ମାଛଟା ନା ଏଠି ଜାଲ ପକେଇବନି କେନେ କହନା ଏ ଯୋଉ ପଥର ଅଛି ନା ଜାଲ ପୁରା ଛିଡି ସେପଟେ ବାଲି ପ୍ରାୟ ଆମର ସେପଟେ ବି ନୁହଁ ଖାଲି ଗୋଟେ ବାଉଁଶ ବାଡିରେ ଖାଲି ସୋତା ବାନ୍ଧିକି ଏଇ ଯୋଉ ଜିଆ ନାଗ ନଗେଇକି ପକେଇ ଦିଆ ହୁଏ ଗଡିଆରେ ପକା ହୁଏ କିସ ପଡୁଛି ଏଇଟାର ଚିଙ୍ଗିଡି 3ଟା ଖାଇବ ନା ବିକିବା ପାଇଁ ଆମେ ମାନେ ଶିକାରୀ ନୁହେଁ ଖାଇବା ପାଇଁ ଆମେ ଧରିବା ପାଇଁ କାମ ନାହିଁ